ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କୁ ଆମର ପଞ୍ଚମ ଶ୍ରେଣୀ ପରିବେଶ ବହିର ଆମ ବିଚିତ୍ର ବିଶ୍ୱର ପ୍ରସଙ୍ଗ ଖାଦ୍ୟର ରହସ୍ୟକୁ ସ୍ୱାଗତ କରୁଛି। ତ ଆଜି ଦେଖ ଆମେ ଏ ବିଷୟରେ କଣ ଜାଣିବା ନା ଖାଦ୍ୟ ନିରାପତ୍ତା ପାଇଁ ଉପକାରୀ ଅଣୁଜୀବର ଭୂମିକା ଜାଣିବା। ତାହେଲେ ଏ ଅଧ୍ୟାୟ ମାନେ କଣ ଶିଖିବ ଦେଖ ନା ଅଣୁଜୀବ କାହାକୁ କୁହାଯାଏ ତୁମେ ମାନେ ଜାଣିବ। ତା ସହିତ ସେମାନେ ଆମକୁ କିପରି ସହାୟତା ପ୍ରଦାନ କରନ୍ତି ତାହା ମଧ୍ୟ କହିବ। ତାହେଲେ ପ୍ରଥମେ ଦେଖିବା ଏହି ଅଣୁଜୀବଟି କଣ। ସମସ୍ତେ ଦେଖ, ଏଗୁଡିକ ଅତି କ୍ଷୁଦ୍ର ଯାହାକୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ। ଚିତ୍ରରେ ସିନା ବଡ ବଡ ଦେଖାଯାଉଛି କିନ୍ତୁ ଏମାନେ ଏତେ ଛୋଟ ଯେ ଆମେ ତାକୁ ଖାଲି ଆଖିରେ ଦେଖିପାରିବା ନାହିଁ। ତେଣୁ ସମସ୍ତ ଅଣୁଜୀବ କ୍ଷତିକାରକ ନୁହନ୍ତି। ଅଧିକାଂଶ ଅଣୁଜୀବ ମଣିଷ, ଗଛଲତା, ପରିବେଶ ପାଇଁ ଅତ୍ୟନ୍ତ ଉପକାରୀ। ଯଦି ସେସବୁ ଅଣୁଜୀବ ନଥାନ୍ତେ ତାହେଲେ ଆମ ପାଇଁ ମଧ୍ୟ ବହୁତ କାମ କରିବା କଷ୍ଟକର ହେଇଥାନ୍ତା। ତେଣୁ ସମସ୍ତେ ଆମ ପାଇଁ କ୍ଷତିକାରକ ନୁହନ୍ତି। ତେଣୁ ବିଶ୍ୱରେ ବଢୁଥିବା ଜନସଂଖ୍ୟା ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ଏମାନେ ଗୋଟେ ମହାନ ଭୂମିକା ଆମର ଖାଦ୍ୟ ନିରାପତ୍ତାରେ ଭାଗ ନିଅନ୍ତି। କଣ ନିଅନ୍ତି ଆମେ ଏଠି ଜାଣିବା। ଠିକ ଅଛି ନା। ପ୍ରଥମେ ଦେଖ ମୃତ୍ତିକାର ଉର୍ବରତା ବୃଦ୍ଧି। ତାହେଲେ ମାଟି ଯଦି ଉର୍ବର ନ ରହିବ ଆମର ଫସଲ ଭଲ ହବ ନାହିଁ। ତେଣୁ ସେଇ ମୃତ୍ତିକାର ଉର୍ବରତା ବୃଦ୍ଧିରେ ମଧ୍ୟ ଅଣୁଜୀବ ସାହାଯ୍ୟ କରେ। ତା ସହ ଦେଖିବା କିପରି ସାହାଯ୍ୟ କରୁଛି ନା ମାଟିରେ ଥିବା ଉପକାରୀ ବ୍ୟାକ୍ଟେରିଆ ଏବଂ କବକ ମାଟିକୁ ଉର୍ବର କରିଥାନ୍ତି। ବୁଝିହେଲା। ତେଣୁ ରାଇଜୋବିୟମ ଭଳି ଅଣୁଜୀବ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଗଛକୁ ଯୋଗାଇଥାଏ। ମାଟିର ଗଛର ମୂଳରେ ଥାଏ, ଡାଲି ଜାତୀୟ ଗଛ ମୂଳରେ ସେ କଣ କରେ ନା ବାୟୁମଣ୍ଡଳରୁ ଯବକ୍ଷାରଜାନ ନିଏ, ତାକୁ ଗଛକୁ ଯୋଗାଏ, ତା ସହିତ କିଛି ମାତ୍ରାରେ କଣ କରେ ମାଟିରେ ସଞ୍ଚୟ କରି ରଖେ, ଯାହାକି ମାଟିକୁ ଉର୍ବର କରିଥାଏ। ଆଉ ଯେତେବେଳେ ପରବର୍ତ୍ତୀ ଫସଲ ଆମେ ଚାଷ କରିବା ସିଏ ସେ ଯବକ୍ଷାରଜାନ ଗ୍ରହଣ କରିବ ଆଉ ଭଲ ଫସଲ ଦବ। ତା ସହିତ କଣ କରେ ନା ଫସଲର ଅମଳରେ ବୃଦ୍ଧି କରାଏ। କଣ ବୃଦ୍ଧି କରାଏ ଦେଖ ନା ସୁସ୍ଥ ମାଟିରୁ ଅଧିକ ଉନ୍ନତ ମାନର ଫସଲ ଅମଳ ହୋଇଥାଏ। ଯେତେବେଳେ ମାଟି ସୁସ୍ଥ ରହିବ, ମାଟି ଉର୍ବର ରହିବ, ସେଠୁ ଆମର ଉନ୍ନତ ମାନର ଫସଲ ଅମଳ ହେବ। ତା ସହିତ ଅଣୁଜୀବ ମାନେ କଣ କରନ୍ତି ନା ଚେରକୁ ମଜବୁତ କରିବାରେ ଏବଂ ପୋଷକ ତତ୍ଵ ଶୋଷଣ କରିବାରେ ସାହାଯ୍ୟ କରନ୍ତି। ଗଛ ପାଇଁ ଯାହା ଯାହା ଆମର ପୋଷକ ଆବଶ୍ୟକ ତାହା ମାଟିରୁ କିପରି ଶୋଷଣ କରିବ ସେ ବ୍ୟବସ୍ଥା ମଧ୍ୟ ଅଣୁଜୀବ ମାନେ କରିଥାନ୍ତି। ବୁଝିହେଲା। ଅଧିକ ଅମଳ ଦ୍ଵାରା ଦେଶରେ ଖାଦ୍ୟ ଅଭାବ ମଧ୍ୟ ଦୂର କରାଯାଇ ପାରିବ। ଯେତେବେଳେ ଫସଲ ଭଲ ହବ ଆଉ ଆମର ଯୋଉ ଫସଲଟା ସ୍ୱାସ୍ଥ୍ୟକର ରହିବ ତାହେଲେ ଦେଶର ଆମର ଖାଦ୍ୟ ଅଭାବ ମଧ୍ୟ ଦୂର ହୋଇପାରିବ। ତା ସହିତ କଣ ହୁଏ ନା ଉଦ୍ଭିଦର ରୋଗ ପରିଚାଳନା ମଧ୍ୟ ହୁଏ। କେତେକ ଅଣୁଜୀବ ଆମର ଉଦ୍ଭିଦ ରୋଗ କରନ୍ତି, କିନ୍ତୁ କିଛି ଅଣୁଜୀବ ଥାଆନ୍ତି ଯୋଉମାନେ ଉଦ୍ଭିଦକୁ କଣ କରନ୍ତି କ୍ଷତିକାରକ ରୋଗ ଆଉ କୀଟ ପତଙ୍ଗ ଦାଉରୁ ଆମକୁ ରକ୍ଷା କରିଥାନ୍ତି। କିପରି ନା ପ୍ରାକୃତିକ ରକ୍ଷା ପ୍ରଣାଳୀ ସୃଷ୍ଟି କରି ଗଛକୁ ସେମାନେ ସୁସ୍ଥ ରଖିଥାନ୍ତି। ଅଣୁଜୀବ ମାନେ କିଛି କ୍ଷତି କରନ୍ତି କିନ୍ତୁ କିଛି ଅଣୁଜୀବ ଥାଆନ୍ତି ଯୋଉମାନେ ଗଛର ଉପକାର କରିଥାନ୍ତି, ଯାହା ଫସଲ ନଷ୍ଟ ହେବାର ଆଶଙ୍କାକୁ ବହୁ ମାତ୍ରାରେ କମାଇ ଦେଇଥାଏ। ଫସଲ ବେଶୀ ନଷ୍ଟ ହୁଏ ନାହିଁ। ଆଉ କଣ ହୁଏ ନା ଜୈବିକ ସାର ପ୍ରସ୍ତୁତି କରିବାରେ ମଧ୍ୟ ଅଣୁଜୀବ ମାନେ ସାହାଯ୍ୟ କରନ୍ତି। କିପରି ନା ରାସାୟନିକ ସାରର ମାତ୍ରାଧିକ ବ୍ୟବହାର ମାଟି ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ରାସାୟନିକ ସାର ବେଶୀ ଆମେ ବ୍ୟବହାର କରୁଛେ ତାହେଲେ ସେଇଟା ମାଟି ପାଇଁ ବି କ୍ଷତିକାରକ, ତା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ତାହା କ୍ଷତିକାରକ ହୋଇଥାଏ। ତେଣୁ ଅଣୁଜୀବରୁ ପ୍ରସ୍ତୁତ ଜୈବିକ ସାର ଏକ ସୁରକ୍ଷିତ ଏବଂ ଦୀର୍ଘସ୍ଥାୟୀ ବିକଳ୍ପ। କାରଣ ଅଣୁଜୀବ ଯୋଉ ଜୈବିକ ସାର ପ୍ରସ୍ତୁତ କରିବେ ତାହାର କୌଣସି ପ୍ରକାର କ୍ଷତିକାରକ ପ୍ରଭାବ ନଥାଏ। ତାକୁ ଯଦି ଆମେ ମାଟିରେ ବ୍ୟବହାର କରୁଛେ ମାଟିର ଉର୍ବରତା ବୃଦ୍ଧି ପାଇବ, ତା ସହିତ ଯେଉଁ ଫସଲ ଅମଳ ହେବ ତାହା ମଧ୍ୟ ସ୍ୱାସ୍ଥ୍ୟକର ହବ ଆଉ ଆମେ ତାକୁ ବ୍ୟବହାର କଲେ ଆମେ ମଧ୍ୟ ସୁସ୍ଥ ରହିବା।
ଏହା ମାଟିର ପ୍ରାକୃତିକ ଅବସ୍ଥାକୁ ବଜାୟ ରଖିବା ସହ ବିଷମୁକ୍ତ ଖାଦ୍ୟ ଉତ୍ପାଦନରେ ସାହାଯ୍ୟ କରେ। ଯୋଉ ଫସଲ ଉତ୍ପାଦନ ହବ ସେଥିରେ ଆମର କଣ ହବ ନା କୌଣସି ପ୍ରକାର ବିଷାକ୍ତ ପଦାର୍ଥ ନଥିବ, ତାହା ଆମ ପାଇଁ ସ୍ୱାସ୍ଥ୍ୟକର ରହିବ। ତା ସହିତ ଖାଦ୍ୟ ପ୍ରକ୍ରିୟାକରଣ ଆଉ ସଂରକ୍ଷଣରେ ମଧ୍ୟ ଅଣୁଜୀବ ମାନେ ସାହାଯ୍ୟ କରନ୍ତି। କିପରି ଦେଖ ନା କ୍ଷୀରରୁ ଯେତେବେଳେ ଦହି ହୁଏ, ପନିର ହୁଏ, ବ୍ରେଡ ତିଆରି ହୁଏ, ସେଥିରେ ଆମର କେତୋଟି ଉପକାରୀ ବ୍ୟାକ୍ଟେରିଆ ଆଉ ଇଷ୍ଟ ବ୍ୟବହାର କରାଯାଏ। କ୍ଷୀରରୁ ଦହି ହବା ପାଇଁ ହେଲେ ଆମର ଗୋଟେ ଅଣୁଜୀବ ଦରକାର, ଲାକ୍ଟୋବାସିଲସ ହେଲା। ଯଦି ଲାକ୍ଟୋବାସିଲସ ଅଣୁଜୀବ ନଥିବ ତାହେଲେ କ୍ଷୀରରୁ ଦହି ପାଇବା ନାହିଁ। ଠିକ ସେମିତି ଆମେ ଯୋଉ ବ୍ରେଡ ଖାଉଛେ କେତେ ନରମ ଲାଗୁଛି କହିଲ? ହଁ, ଯୋଉ ନରମ ନରମ ବ୍ରେଡ ଆମେ ସବୁ ଖାଉଛେ, ସେ ବ୍ରେଡ ତିଆରି କରିବାରେ ମଧ୍ୟ ଆମର ଇଷ୍ଟ ବ୍ୟବହାର କରାଯାଏ। ଯଦି ଇଷ୍ଟ ନଥିବ ତାହେଲେ ସେ ବ୍ରେଡ ନରମ ହବ ନାହିଁ। ତା ସହିତ ଫର୍ମେଣ୍ଟେସନ ବା ପାଚନ ପ୍ରକ୍ରିୟା ମାଧ୍ୟମରେ ଖାଦ୍ୟକୁ ମଧ୍ୟ ଆମେ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବା। ବୁଝିହେଲା? ତା ସହିତ ଖାଦ୍ୟ ନଷ୍ଟ ହେବାରୁ ଏହା ବଞ୍ଚାଇଥାଏ। ଖାଦ୍ୟରେ ପୋଷକ ତତ୍ଵ ମଧ୍ୟ ବୃଦ୍ଧି କରେ। ଖାଦ୍ୟକୁ ନଷ୍ଟ ହବନି ଯଦି ଅଣୁଜୀବ ଠିକ ରହିଲା, ଉପକାରୀ ଅଣୁଜୀବ ମାନେ ଆମକୁ ସାହାଯ୍ୟ କଲେ, ତାହେଲେ ଖାଦ୍ୟ ଆମର ନଷ୍ଟ ହବନି, ତା ସହିତ ସେଥିରେ ଆମକୁ ଅଧିକ ପୋଷକ ମିଳିବ। ତେବେ ଆସ ଆମେ ଗୋଟିଏ ଶବ୍ଦରେ ଉତ୍ତର ଦେବା କେତୋଟି ପ୍ରଶ୍ନର। କଣ କର ପ୍ରଶ୍ନ ଦେଖ। ଯେଉଁ କ୍ଷୁଦ୍ର ଜୀବ ମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ, ସେମାନଙ୍କୁ ଆମେ କଣ କହିବା? ଦେଖିବା କାହାର ମନ ଅଛି? ହଁ, ଅଣୁଜୀବ ନାଇଁ, ସେମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ। କେଉଁ ଅଣୁଜୀବ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିକୁ ଯୋଗାଇଥାଏ? କାହାର ମନ ଦେଖିବା ଏବେ ନା କହିଥିଲି? ରାଇଜୋବିୟମ ନାଇଁ, ରାଇଜୋବିୟମ କଣ କରେ ନା କାହା ମୂଳରେ ଥାଏ ଟିକେ ମନେ ପକେଇଲେ, କେଉଁ ଗଛ ମୂଳରେ ଏବେ କହିଥିଲି? ଡାଲି ଜାତୀୟ ଗଛ ମୂଳରେ ଥାଏ। ସେଠି ରହି ସେ କଣ କରେ ନା ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ତାହାକୁ ଆଣି ସେ କଣ କରିବ ନା ଗଛର ମୂଳରେ ଆଉ ମାଟିରେ ସଞ୍ଚୟ କରି ରଖିବ। ଦୁଧକୁ ଦହିରେ ପରିଣତ କରୁଥିବା ବ୍ୟାକ୍ଟେରିଆର ନାମ କଣ? କିଏ କହିପାରେ ଦେଖିବା? ଲାକ୍ଟୋବାସିଲସ ନାଇଁ, ଯେ ଦୁଧକୁ ଦହିରେ ପରିଣତ କରିଥାଏ। ତେବେ ଆସ ଆମେ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ମାଟିରେ ଥିବା ଉପକାରୀ ବ୍ୟାକ୍ଟେରିଆ ଏବଂ କବକ ମାଟିର ଡ୍ୟାସ୍ ବୃଦ୍ଧି କରିଥାଏ? ଦେଖିବା କାହାର ମନ ଅଛି? ଉର୍ବରତା ବୃଦ୍ଧି କରେ ନାଇଁ, ଭେରି ଗୁଡ। ପାଉଁରୁଟି ଏବଂ କେକ୍ ତିଆରି ପାଇଁ ଡ୍ୟାସ୍ ନାମକ ଅଣୁଜୀବ ବ୍ୟବହାର କରାଯାଏ? ଦେଖିବା ଇଷ୍ଟ ନାଇଁ, ଯଦି ପାଉଁରୁଟିରେ ଆମେ ଇଷ୍ଟ ବ୍ୟବହାର ନ କରିବା ତାହା ନରମ ହବ ନାହିଁ। ସମସ୍ତ ଅଣୁଜୀବ କ୍ଷତିକାରକ ନୁହନ୍ତି। ଅଧିକାଂଶ ଅଣୁଜୀବ ପରିବେଶ ପାଇଁ ଡ୍ୟାସ୍ ଉପକାରୀ ଅଟନ୍ତି। ନାଇଁ, ସବୁ ଜାଣିଛ ତାହେଲେ। ଦେଖିବା କିଏ ସ୍ତମ୍ଭ ମିଳନ କରିପାରିବ? ରାଇଜୋବିୟମ କଣ ହବ? ମାଟିର ଉର୍ବରତା ବୃଦ୍ଧି କରିବ ନାଇଁ। ଲାକ୍ଟୋବାସିଲସ କଣ ହବ? ଦହି ପ୍ରସ୍ତୁତିରେ ସାହାଯ୍ୟ କରେ। ଇଷ୍ଟ କଣ କରେ? ପାଉଁରୁଟି ପ୍ରସ୍ତୁତ କରେ। ହଁ, ପରିବେଶ ସଫା କରିବାରେ କିପରି ସାହାଯ୍ୟ କରେ ନା ମୃତ ଉଦ୍ଭିଦ ଓ ପ୍ରାଣୀ ମାନଙ୍କର ଏହା ଅପଘଟନ କରାଇଥାଏ। ଭେରି ଗୁଡ। ଦେଖିବା ଏବେ ଆଉ କେତୋଟି ପ୍ରଶ୍ନ ଅଛି ତୁମମାନଙ୍କ ପାଇଁ। ଦେଖ ସମସ୍ତେ, ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଅଣୁଜୀବ ମାନେ ଆମକୁ କିପରି ସାହାଯ୍ୟ କରନ୍ତି? କଣ କରନ୍ତି ନା ଅଣୁଜୀବ ମାନେ ମାଟିର ଉର୍ବରତା ବଢାଇ ଫସଲ ଅମଳ ବୃଦ୍ଧି କରିବାରେ ଓ ଖାଦ୍ୟ ପ୍ରକ୍ରିୟାକରଣରେ ସାହାଯ୍ୟ କରନ୍ତି। ଯଦି ଅଣୁଜୀବ ନ ରହିବେ ତାହେଲେ କଣ ହବ? ଜମିର ଉର୍ବରତା ବୃଦ୍ଧି ହବ ନାହିଁ। ଆମେ ରାସାୟନିକ ସାର ପ୍ରୟୋଗ କରିବା ଯୋଉଟା କି ଆମ ପାଇଁ କ୍ଷତିକାରକ ହବ। ତେଣୁ ଅଣୁଜୀବ ରହିଲେ ଆମର ଶରୀର ସୁସ୍ଥ ରହିବ, ମାଟି ସୁସ୍ଥ ରହିବ, ଉତ୍ତମ ଖାଦ୍ୟ ମିଳିବ, ଆମେ ମଧ୍ୟ ସୁରକ୍ଷିତ ରହିପାରିବା। କାହିଁକି ସବୁ ଅଣୁଜୀବଙ୍କୁ ଖରାପ ବୋଲି କହିବା ଠିକ ନୁହେଁ? କିଏ କହିପାରେ ଦେଖିବା? କାରଣ ଅନେକ ଅଣୁଜୀବ ମଣିଷ, ଗଛଲତା
ଏବଂ ପରିବେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାନ୍ତି। କାରଣ ସମସ୍ତେ ଆମର କ୍ଷତି କରନ୍ତିନି, କିଛି ଆମର ଉଦ୍ଭିଦର ରୋଗ ଭଲ କରନ୍ତି, ମାଟିର ଉର୍ବରତା ବୃଦ୍ଧି କରନ୍ତି। ତ ଏସବୁ କାମରେ ସେମାନେ ଆମକୁ ସାହାଯ୍ୟ କରିଥାନ୍ତି। ତେଣୁ ସବୁ ଅଣୁଜୀବକୁ ଆମେ ଖରାପ ବୋଲି କହିପାରିବା ନାହିଁ। ତ ରାଇଜୋବିୟମ ବ୍ୟାକ୍ଟେରିଆ କିପରି ଫସଲ ଭଲ କରିବାରେ ସାହାଯ୍ୟ କରେ? ଦେଖିବା କାହାର ମନ ଅଛି, ଏବେ ଆମେ ଆଲୋଚନା କରୁଥିଲେ, କାହାର ମନ ଅଛି ଦେଖିବା। ଏହା ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଗଛକୁ ଯୋଗାଇଥାଏ, ଯାହା ଦ୍ୱାରା ମାଟିର ଗୁଣବତ୍ତା ବଢେ ଓ ଫସଲ ଭଲ ହୋଇଥାଏ। ନୁହେଁ, ଭଲ ଫସଲ ଅମଳ ପାଇଁ ରାଇଜୋବିୟମ ବ୍ୟାକ୍ଟେରିଆ ଆମକୁ ସାହାଯ୍ୟ କରିଥାଏ। ତୁମେମାନେ ସବୁ ତାହେଲେ ମନେ ରଖିଦେଇଛ ନାଇଁ? ଭେରି ଗୁଡ। ତ ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ଆଶା କରୁଛି ତୁମେମାନେ ସମସ୍ତେ କିଛି ନା କିଛି ନୂଆ ଶିଖିଥିବ। ପୁଣି ଆଗାମୀ ଅଧ୍ୟାୟରେ ଦେଖା ହବ। ରହୁଛି, ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।